ପୋଟଳ ବର୍ତ୍ତମାନ ଆଜିକା ରେଟ୍ରେ ବର୍ତ୍ତମାନ 30 ଟଙ୍କା କିଲୋ ଅଛି କାଲକାଟା ପୋଟଳ। ଆଉ ଦେଶୀ ପୋଟଳ ସେଇ 40 ଟଙ୍କା 50 ଟଙ୍କା ସେଇ ଭିତରେ ଅଛି। ଆମର ଲୋକାଲ ଯୋଉଟା ବାହାରୁଛି 10 ପନିପରିବାଟା ଟିକେ ଉଞ୍ଚା ରେଟ୍ ହେଇଯାଇଛି। ଯୋଉଟା 40 ଧନ 60 ଟଙ୍କା 60 ଟଙ୍କା କିଣା ହେଲେ 70 ଟଙ୍କା ବିକା ହେଉଛି। କୁମାର ସାହୁ, ମୁଁ ଖୋର୍ଦ୍ଧା ବଗେଇଟାଙ୍ଗି ଆସିଲା। ମୁଁ ଆସି 1 ନମ୍ବର ମାର୍କେଟରେ ଏଠି ବେପାର କରୁଛି। ଆଉ ମୁଁ ବେପାର କଲେ ଆସିକି 12 ବର୍ଷ ହେଲା। କ'ଣ କହିଲେ? ପରିବା ବର୍ତ୍ତମାନ ତ ସବୁଆଡ଼େ ନଈ ବୁଡ଼ିକି ଅଛି, ତେଣୁ ପରିବା ରେଟ୍ ନିଶ୍ଚିତ ରହିବ ଉଚ୍ଚା। କାହିଁକିନା ଯେ ଚାଷୀମାନେ ସବୁ ଲଗେଇଥିଲେ ଆମର ପରିବା, ସବୁ ପରିବା ବର୍ତ୍ତମାନ ପାଣି ଘେରରେ ରହିଲା। ଆଉ ଚାଷୀମାନଙ୍କର ଯେବେ ସିଆଡ଼ୁ ଆମଦାନୀ କମ୍ ରହିବ, ତାହେଲେ ଇଆଡ଼େ ଉଚ୍ଚା ତ ନିଶ୍ଚିତ ରହିବ। ସେଥିସକାଶେ ଉଚ୍ଚା ରହିଛି। ବେଶୀ ରେଟ୍ ସେମିତି ବି ନାହିଁ, ସବୁ 40 ଟଙ୍କା 50 ଟଙ୍କା ଏଇ ଭିତରେ ଅଛି। ବେଶୀ ରେଟ୍ ବି ନାହିଁ, ଆହୁରି 70 80 100 ହେବା କଥା। ଯେଉଁ ବର୍ତ୍ତମାନ ଯେଉଁ ଭଳିଆ ପରିବା ଆସୁଛି, ଆଉ ନଷ୍ଟ ପରିବା ଆସୁଛି, ଆମେ କିଣିକି ଆଣୁଛୁ ଧର 50 ଟଙ୍କାରେ, ଆମକୁ କିଣା ପଡ଼ିଯିବ 80 ଟଙ୍କା। କାହିଁକିନା ଯେହେତୁ ପାଣି ଘରରେ ଅଛି, ସଡ଼ା ପଚା ଜିନିଷ ସବୁ ଆସୁଛି, ତେଣୁ ରେଟ୍ଟା ରହୁଛି। ଆଉ ପୋଟଳ ବର୍ତ୍ତମାନ ଆଜିକା ରେଟ୍ରେ ବର୍ତ୍ତମାନ 30 ଟଙ୍କା କିଲୋ ଅଛି କାଲକାଟା ପୋଟଳ। ଆଉ ଦେଶୀ ପୋଟଳ ସେଇ 40 ଟଙ୍କା 50 ଟଙ୍କା ସେଇ ଭିତରେ ଅଛି। ଆମର ଲୋକାଲ ଯୋଉଟା ବାହାରୁଛି। ଆଉ ବାଇଗଣ ବି ସେମିତି ଶସ୍ତା ଟିକେ ଅଛି, 30 ଟଙ୍କା 40 ଟଙ୍କା କିଣା ପଡ଼ୁଛି ଆମକୁ, 50 ଟଙ୍କା ବିକା ହେଉଛି। ସବୁ 40 ଟଙ୍କା 50 ଟଙ୍କା ଏଇ ତ ରେଟ୍ ଅଛି। ଆଉ କ'ଣ ନାଇଁ, ରେଟ୍ ଆଉ କ'ଣ, ସେ ଆମଦାନୀ ଅନୁସାରେ ରେଟ୍। ତେଣୁ ଯେଉଁ ଅନୁସାରେ ଆମଦାନୀ ଆସୁଛି, ବର୍ତ୍ତମାନ ରେଟ୍ ସ୍ୱାଭାବିକ ସେଠି ରହୁଛି। ବର୍ତ୍ତମାନ ରେଟ୍ ନାହିଁ, ବଢ଼ିବନି, ଏଇ ରେଟ୍ ରହିବ। ବନ୍ୟାର ପ୍ରଭାବ ତ ସବୁଆଡ଼େ ପାଣି ଡୁବେଇକି ରହିଛି। ଆଉ ଚାଷୀ ଭାଇମାନେ ସମସ୍ତେ ହଇରାଣ। ରେଟ୍ ତ ରହିବ ନିଶ୍ଚିତ, ସେମାନେ ଆଉ ଅସୁବିଧାର ସମ୍ମୁଖୀନ ହେଇଥିବେ। ହଁ ଆଜ୍ଞା, ମାଲ ବାହାରୁ ଆସିଲେ ରେଟ୍ କମିଯିବ। ଯେହେତୁ ଯେଉଁ କାଲକାଟା ଆମର ଆସୁଛି, ରାଞ୍ଚି, ଏସବୁ ବାହାରୁ ଯେଉଁ ଜିନିଷଟା ଆସୁଛି, ସେଥିସକାଶେ ରେଟ୍ କମ୍ ଅଛି, ନହେଲେ ଆହୁରି ବଢ଼ିଯାଆନ୍ତାଣି। ସେମାନେ ସିଆଡ଼ୁ ସବୁ ରେଟ୍ ସବୁ ଆସିବାରୁ କମ୍ ବର୍ତ୍ତମାନ ରେଟ୍ ଅଛି। ହଁ ଠିକ୍ ମିଳିବ, ନା ଠିକ୍ ଅଛି, ରେଟ୍ ତ ବର୍ତ୍ତମାନ ଠିକ୍ ଅଛି, ତାଠୁ ଉଚ୍ଚା ରେଟ୍ ନାହିଁ। ବନ୍ୟା ଯୋଗୁଁ ଆମର ଯେଉଁ ନଈ ପାଣି ବଢ଼ିଗଲା, ସବୁ ନଈ କାଣ୍ଡିଆରେ ଯେଉଁ ଫସଲ ହୁଏ, ବିଲ ବାଡ଼ି ତ ପାଣି ନଥିଲା, ନଈ କାଣ୍ଡିଆରେ ଯେଉଁ ଫସଲ ଗୋଟେ ହୁଏ ତାହେଲେ ନଷ୍ଟ ହେଇଯାଇଛି। ନଷ୍ଟ ହେବାରୁ ପନିପରିବାଟା ଟିକେ ଉଞ୍ଚା ରେଟ୍ ହେଇଯାଇଛି। ଯେଉଁଟା 40 ଧନ 60 ଟଙ୍କା 60 ଟଙ୍କା କିଣା ହେଲେ 70 ଟଙ୍କା ବିକା ହେଉଛି। ରେଟ୍ ତ ପ୍ରତି ପରିବା ଉପରେ 10 ଟଙ୍କା 20 ଟଙ୍କା ଆରି ଉପରେ ଉଞ୍ଚା ରହିବ, ରେଟ୍ ରହିବ, ଉଞ୍ଚା ରହିବ। ତାପରେ କିଣାକୁ ନେଇକି ବିକ୍ରା, ତାପରେ ପରିବା ଯାହା ବାହାରୁଛି ବର୍ତ୍ତମାନ ସେ ଅନୁସାରେ ବିକା ହେଉଛି। ବାହାର ତ ଆମର ଆଉଛି ଶିମିଳା ଆଉଛି, ବିନ୍ ଆଉଛି, କାଙ୍କଣ ଆଉଛି, ଶିମ୍ବ ବି ଆଉଛି। ଆମ ଓଡ଼ିଶାରେ ଏନେ ନାହିଁ ନା ଫସଲଟା। ଏଇ ଫସଲ ହେଲେ ପୋଟଳ ଆଉଛି ବାରଙ୍ଗ, ଭେଣ୍ଡି ଓଡ଼ିଶାରେ ଆମର ହେଉଛି, ଆଉ କାକୁଡ଼ି, ଏ ସବୁ ଜହ୍ନି ଫନି କଲରା ଏସବୁ ଆଇଟମ୍ ହେଉଛି ଆମ ଓଡ଼ିଶାରେ। ଆଉ କିନ୍ତୁ ବାହାରୁ ଆଉଛି କାଙ୍କଣ ଆଉଛି, ବିନ୍ ଆଉଛି, ଗାଜର ଆଉଛି, ଆଉ ଶିମିଳା ଆଉଛି, ବିଟ୍ ଆଉଛି। ନା ପରିବା ଏନେ ରହିବ, ଏନେ 2 ମାସ ଟିକେ ରେଟ୍ ଉଞ୍ଚା ରହିବ। ଉଞ୍ଚା ରହିବ, ପାଣି ଯୋଗୁଁ ତ ନଷ୍ଟ ହେଇଯାଇଛି ପରିବା ନା। ଯେ ଯେଉଁ ଫସଲଟା ଲଗେଇଲେ 3 ମାସ ଲାଗିବ ଗୋଟେ ଫସଲ ବାହାରିଲା ବେଳକୁ, 1.5 ମାସରୁ 2 ମାସ ଲାଗିବ ଫଳ ଗୋଟେ ଫସଲ ବାହାରିଲା ବେଳକୁ। ବନ୍ୟା ଯୋଗୁଁ ତ ପରିବାଟା ନଷ୍ଟ ହେଇଗଲା ପରେ ଜମିଟା ନଷ୍ଟ ହେଇଯିବ ନା। ଜମି ନଷ୍ଟ ହେଲା ପରେ ପରିବାଟା ଆଉ କ'ଣ ହବ, ନଷ୍ଟ ହେଇଗଲା। ଆଉ ଆଜିକା ରେଟ୍ରୁ କାଲି ରେଟ୍ ଠାରୁ ରେଟ୍ ବର୍ତ୍ତମାନ କମିଯାଇଛି 20 ଟଙ୍କା କିଲୋ। ମନେକର 60 ହେଲେ ଆଜି 40, କିଲେ 20। ବାହାରୁ ମାଲଟା ଆସିଲେ ରେଟ୍ କମିଯିବ ନା।